हरे कृष्ण। हरे कृष्ण। सब श्रद्धालु भक्त मान स्वागत करुच्ची, विनम्र प्रणाम करुच्ची। आसतु आज संध्या कालीन श्रीमद् भगवद गीता कार्यक्रम आरंभ करवा। प्रेयर करवा आसतु। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतिशे नमो। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे। ଖାଇବା ହେଇଗଲାଣି ତମେ ଖାଇବ ତ? ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। जार अनम्यूट हो जाइथिबो मझिरे मझिरे देखुथिबे म्यूट कर दउथिबे। जण जनकर म्यूट हेई पारुनी, मु भी करि पारुनी, कोन भाई के जान सम प्रॉब्लम इज देयर। एनीवे, जार अनम्यूट हेई कि रहिछि ते केयरफुल रहबे जेमति डिस्टरबेंस न होए, कथा वार्ता न करन। हां, हे गला से। अच्छा, ये जो हो नतला ये हे गला। हरे कृष्ण। आमे आज चतुर्थ अध्याय दिव्य ज्ञान योग आमे कंप्लीट करिचे 7 नंबर श्लोक पर्यंत। आज 8 नंबर श्लोक नवा। श्लोकटी एवली। परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। के आवृत्ति करने चाहूँ करंतु। प्रणाम गुरुजी। करंतु। समस्त को मोर प्रणाम। चतुर्थ अध्याय अष्टम श्लोक नंबर 8। परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। यार अर्थ साधु पुरुष ମାନଙ୍କୁ ଉଦ୍ଧାର କରିବା ପାଇଁ, ପାପୀ ମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସ୍ଥାପନ କରିବା ପାଇଁ ମୁଁ ଯୁଗେ ଯୁଗେ ପ୍ରକଟ ହୋଇଥାଏ। ପ୍ରଣାମ ଗୁରୁजी। ଜୟ ଶ୍ରୀକୃଷ୍ଣ। हरे कृष्ण। ଆଉ କିଏ କରିବେ?
କରନ୍ତୁ, ଅଭ୍ୟାସ କଲେ ଭଲ, କିଛି ଅସୁବିଧା ନାହିଁ। परित्राणाय କରନ୍ତୁ, प्रणाम ହଁ କରନ୍ତୁ କରନ୍ତୁ। परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। साधु ମାନଙ୍କର ରକ୍ଷା, ଦୁଷ୍ଟ ମାନଙ୍କର ବିନାଶ ଓ ଧର୍ମର ସଂସ୍ଥାପନ ନିମିତ୍ତ ପ୍ରତି ଯୁଗରେ ମୁଁ ଅବତୀର୍ଣ୍ଣ। ହରେ କୃଷ୍ଣ। ଓକେ, ଆମେ ଏ ଶ୍ଲୋକଟିକୁ ଆଲୋଚନା କରିବା। ତେବେ ଏ ଶ୍ଲୋକରେ ଭଗବାନ ଆଗରୁ ଆମେ ଦେଖିଛେ ଯେ ଭଗବାନ ଯୋଉ ପୂର୍ବରୁ ଆଲୋଚନା କରୁଛନ୍ତି ତାଙ୍କର ଜନ୍ମର ଦିବ୍ୟତା ବିଷୟରେ, ଏବଂ ପୂର୍ବ ଶ୍ଲୋକରେ ସେ ଏକ୍ଜାକ୍ଟଲି ସେ କହୁଛନ୍ତି ଯେ ଜନ୍ମ ତନୁ ସେ ତ ଆବିର୍ଭାବ ହଉଛନ୍ତି, ଏବଂ ତାଙ୍କ ଆବିର୍ଭାବର ସେ କହିଲେ ଯେ ସେ କେତେବେଳେ ଏବଂ କେଉଁଠି ସେ ଆବିର୍ଭାବ ହୁଅନ୍ତି ପୂର୍ବ ଶ୍ଲୋକରେ କହିଲେ। ବର୍ତ୍ତମାନ ସେ କିନ୍ତୁ ତାର ଏକ୍ଜାକ୍ଟ ରିଜନ, ମାନେ ତାଙ୍କର ଆବିର୍ଭାବର କାରଣ ଏବଂ ଉଦ୍ଦେଶ୍ୟ କହିବାକୁ ଯାଉଛନ୍ତି। ଆବିର୍ଭାବ ତ ହଉଛନ୍ତି, କିନ୍ତୁ ହେଇକି ସେ କରୁଛନ୍ତି କଣ, ଏଇ ଶ୍ଲୋକରେ ବର୍ତ୍ତମାନ ସେ ତାକୁ କହିଛନ୍ତି। କଣ ନା ସେ କହୁଛନ୍ତି ଯେ ତିନିଟା ଜିନିଷ ଏଠି କହିଛନ୍ତି। परित्राणाय साधुना विनाशाय च दुष्कृतां धर्म संस्थापनार्थाय संभवामि युगे युगे। ତେଣୁ ସମ୍ଭବାମି ଯୁଗେ ଯୁଗେ ସେ କହୁଛନ୍ତି ମୁଁ ପ୍ରତ୍ୟେକ ଯୁଗରେ ମୁଁ ଆବିର୍ଭାବ ହୁଏ, ଆସେ। ଉଦ୍ଦେଶ୍ୟ ତିନୋଟି। ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ମୁକ୍ତି ଦେବା ପାଇଁ, ଉଦ୍ଧାର କରିବା ପାଇଁ। ବିନାଶାୟ ଚ ଦୁଷ୍କୃତ, ଯେଉଁମାନେ ଦୁର୍ବୃତ୍ତ ତାଙ୍କୁ ତାଙ୍କର ସଂହାର କରିବା ପାଇଁ। ଥାର୍ଡ ରିଜନ ଦଉଛନ୍ତି ଧର୍ମ ସଂସ୍ଥାପନାର୍ଥାୟ, ଅର୍ଥାତ୍ ଧର୍ମର ସ୍ଥାପନା ପାଇଁ। ତେଣୁ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏଥିରେ ଅଛି ଆମକୁ ଶିଖିବା ପାଇଁ। ତେବେ ସବୁଠୁ ବଡ ମାନେ ଗୁରୁତ୍ୱପୂର୍ଣ୍ଣ ହଉଛି ଯେ ଆମେ ଏଇ ଶ୍ଲୋକରେ ଦେଖିବା ଯେ ଭଗବାନ କେତେ କେତେ କୃପାଳୁ ଏବଂ କେତେ ଦୟାଳୁ, ଏଇଭଳି ହାଉ ସୁଇଟ୍ ଦ ଲର୍ଡ ଇଜ୍, ଏଇ ଜିନିଷ ଆମେ ବର୍ତ୍ତମାନ ଏ ଶ୍ଲୋକରୁ ପାଇବା। ତେବେ ଏ ଶ୍ଲୋକରେ ଯୋଉ ତିନୋଟି କଥା କହୁଛନ୍ତି, ଏଥିରେ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି, ସାଧୁ ଏବଂ ଦୁଷ୍କୃତା, ଅସାଧୁ ବା ଦୁର୍ବୃତ୍ତ, ଏଇଭଳି ଆମେ ବୁଝିବା। ତେବେ ସାଧୁ କିଏ? ସାଧୁ ହଉଛନ୍ତି ଯୋଉମାନେ ସମ୍ପୂର୍ଣ୍ଣ କୃଷ୍ଣ ଚେତନଶୀଳ, ଯୋଉମାନେ ଭଗବାନଙ୍କର ଅନନ୍ୟ ଭଜନ କରୁଛନ୍ତି। ଭଗବାନଙ୍କ ପାଖରେ ସମର୍ପିତ ଏବଂ ଆଶ୍ରିତ, ତାଙ୍କ ଶରଣରେ ସେ ଅଛନ୍ତି, ଭକ୍ତି କରୁଛନ୍ତି ସେମାନେ। ଏବଂ ଭକ୍ତି କରିବା ଫଳରେ ତାଙ୍କ ହୃଦୟରେ ଶୁଦ୍ଧତା ଅଛି। ସେଥିପାଇଁ ତାଙ୍କର ହିଂସା, କୂଟ, କପଟ, ଛଳ ଏସବୁ ନାହିଁ। ସେମାନେ ପବିତ୍ର। କାହିଁକି ନା ସେମାନେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ, ଭଗବାନଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ, ସବୁବେଳେ ଭଗବାନଙ୍କର ଭଜନ କରୁଛନ୍ତି। ଏବଂ ସେମାନେ ଅନ୍ୟର ମଧ୍ୟ କଲ୍ୟାଣ ପାଇଁ କାମ କରୁଛନ୍ତି, କେମିତି ସେମାନେ ମଧ୍ୟ ଭକ୍ତି କରିବେ ଏବଂ ତାଙ୍କୁ ମୁକ୍ତି ମିଳିବ। ସେମାନେ ସ୍ୱାର୍ଥପର ନୁହନ୍ତି। ଏବଂ ଯଦିଓ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ, ଡିଗ୍ରୀ ହୋଲ୍ଡର ନୁହନ୍ତି, ସେମାନେ ଧନାଢ୍ୟ ବ୍ୟକ୍ତି ନ ପାରିଥାନ୍ତି, ବା ସେମାନେ ଦେଖିବାକୁ ସୁନ୍ଦର ହେଇନଥିବେ, ଶକ୍ତି ସମ୍ପନ୍ନ ବ୍ୟକ୍ତି ହେଇନଥିବେ, ଭଗବାନ କହୁଛନ୍ତି କିଛି କଥା ନାହିଁ, ଇମ୍ପୋର୍ଟାଣ୍ଟ ସେମାନେ ଭକ୍ତି କରୁଛନ୍ତି। କିନ୍ତୁ ଅପରପକ୍ଷରେ ଜଣେ ଲୋକ ଧନାଢ୍ୟ, ଦେଖିବାକୁ ସୁନ୍ଦର, ଶକ୍ତି ଅଛି, ଡିଗ୍ରୀ ଅଛି, ବିଦ୍ୱାନ, ଭଗବାନ କହୁଛନ୍ତି ଲାଭ କଣ ଯଦି ଭକ୍ତି କରୁନି? କାହିଁକି ସେ କହୁଛନ୍ତି ନା ଏଇଭଳି ଲୋକ ଯେ ଭକ୍ତି କରୁନି ସେ ଅଧମ।
नराधम बोलिकी भगवान कहते कहीं आगे कहे जाकि कहे जेहेतु मनीष शरीर मिली किंतु तार सत् उपयोग करूना यही शरीर रे आमको आमे भक्ति करिपारिबा अन्य शरीर रे करिपारिबानी तेणु सुजोग मिली आमको शरीर 84 लक्ष जोनि रे घुरिबा पर आमको मिली थरे खसीगला आमको मिलबनी पुणी 84 लक्ष जोनि रे घुरिबा पर आमको मिल पारे जुग केते जुग बीती जीव ता ठिकाना नाही तो भगवान कहउचंदी एई माने होउचंदी जो माने माने कृष्ण चेतनशील नुहंती जो माने भगवान कर भजन करूनांती भक्ति करूनांती एई माने होउचंती दुष्कृताम दुर्भूत এই দুটি শব্দ এটি ভগবান ব্যবহার করছেন তেবে তাଙ୍କ ଆସିବାର ତିନୋଟି କାରଣ ଭଗବାନ ଦଉଛନ୍ତି କଣ ଦଉଛନ୍ତି ଫାର୍ଷ୍ଟ କହୁଛନ୍ତି ପରିତ୍ରାଣାୟ ସାଧୁନାଂ तबे साधु आम डिस्कसन कले कौन ना फुली कृष्ण कन्सियस संपूर्ण रूपे कृष्ण चेतनशील अनन्य भक्ति करुची जेहेतु अनन्य भक्ति करुची भगवान से प्रकृतिर 3 गुण रु ऊर्ध्वे जे प्रकृतिर 3 गुण रु ऊर्ध्वे ताकू कौन भगवान मुक्ति देवे से तो ऑलरेडी मुक्त 3 गुण रु ऊर्ध्व से मुक्त लिबरेटेड ऑलरेडी लिबरेटेड से ताको कोथरु भगवान मुक्ति दवा पय आसुचंती माने ये सत्य जे साधु माने मुक्त सब बेले ये सत्य एवं किंतु तथापि कृष्ण आसुचंती ताको मुक्ति दवा पय कोथरु जोड़िए जिनस फर्स्ट जो दुर्भूत मानकर दौरात्म्य साधु मानक प्रति फल से माने भक्ति करि पारुना से दुरात्म रु रक्षा करुचंती मुक्ति दौचंती ये हला प्रथम ये एते इंपोर्टेंट नुहे ए कारण की मुख्य कारण होची कौन जे जो भगवान गोटू विच्छिन्न है अलगा है बहुत दिन रहिले भक्त माने से माने चातक पक्षी परी अपेक्षा करिचंती भगवानंकर रास्ता को पथ को केबे से आसीबे तांकर दर्शन करिवे तांकर संग करिवे माने तांकर की भावना आसुची माने एई भली भावना आसुची से कोन कहउचंदी जुगायितम निमेषेण चक्षुषा प्रवृषायितम सुन्नायितम जगत सर्वम गोविंद विरहेण में से कहउचंदी जे मु भगवान आमे समान कहउचंदी भगवानंकर विरह रे आमे हमर किते माने गोटे मोमेंट हमको लागुची सते जुग जुग जुगे माने जुगायितम निमेषण माने गोटे मोमेंट लागुची सते जुगुटे चली गलानी माने विरह विरहर वेदना एते एवं तांका आखिरु खाली गदगद माने अश्रु धार बोही चलुची जेमती माने मुसळ धारा रे वर्षा जेमती हेले जो भलिया सही भलिया चक्षुषा प्रावृषायितम शून्यायितम माने जगत सर्वम ये जगत तांकु खाली शून्य शून्य खा खा लागुची तांकर सेपरेशन रे तांको की विच्छिन्न है कि तेणु भगवान आसुचंती एइति पई तांकु दर्शन दवा पई से साधु मानकु तांकर संग करिवा पई तांकर जो विरह वेदना सेथुरु मुक्ति देवे सेमान जो कष्ट पाउचंती भगवान को अलग है कि एवं व्याकुलतार सहित से अपेक्षा करके रही केमती भगवानंकर दर्शन पाइबे भगवान आसंती एवं तांकर व्याकुलता तांकर ये जो विरह वेदना ताकू दूर करती यही होची परित्राणायन साधुनां यही भली कृष्ण तांकू मुक्ति दौचंती तांकू दर्शन देकी तांकू संतुष्ट करिकी तांकू आनंद देकी काहू साधु मानू भक्त मानू जो माने कृष्ण चेतनशील ये होची तांकर मुख्य उद्देश्य ये भौतिक जगत को आसीबार ये वाला प्रथम रीजन सेकंड रीजन विनाशाय च दुष्कृताम जो माने दुर्वृत तांकर संहार करिबा पाई ये सत्य जे संसार रे आमे देखिबा श्रीमद् भागवतम रे किते असुर
ଯୋଉମାନେ ତକଲିଫ ଦଉଥିଲେ ସାଧୁ ମାନଙ୍କୁ, ତାଙ୍କୁ ହରାସ କରୁଥିଲେ, ତାଙ୍କୁ ନିର୍ଯାତନା ଦଉଥିଲେ। ଆଉ ଯେତେବେଳେ ଭକ୍ତ ମାନେ ନିର୍ଯାତିତ ହୁଅନ୍ତି ଏମାନଙ୍କ ଦ୍ଵାରା, ଏଇ ଦୁର୍ବୃତ୍ତଙ୍କ ଦ୍ଵାରା, ନା ସେମାନେ ଭକ୍ତି କରିପାରୁଥିଲେ, ନା ସେମାନେ ଧର୍ମକୁ ରକ୍ଷା କରିପାରୁଥିଲେ। ଆଉ ଧର୍ମ ହଉଛି ଭଗବାନଙ୍କର ହୃଦୟ। ମୁଁ ୟା ପୂର୍ବ ଶ୍ଲୋକରେ କହିଥିଲି ଯେ ଧର୍ମ ହଉଛି ଭଗବାନଙ୍କର ହୃଦୟ। ଆଉ ଯେତେବେଳେ ଅଧର୍ମ ବଢି ଚାଲୁଛି, ଧର୍ମକୁ ରକ୍ଷା କରିପାରୁନାହାନ୍ତି ସାଧୁମାନେ, ଅଧର୍ମ ବଢି ଚାଲୁଛି, ସେତେବେଳେ ଭଗବାନଙ୍କ ହୃଦୟରେ ଆଘାତ ଲାଗିଲା। ଭଗବାନ ସହିବେ କେମିତି? ସେ ଆସନ୍ତି ଏଇ ଡେମନ ମାନଙ୍କୁ, ଏଇ ଯୋଉ ଅସୁର ମାନଙ୍କୁ, ଏଇ ଦୁର୍ବୃତ୍ତ ମାନଙ୍କୁ ସଂହାର କରିବା ପାଇଁ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କୁ ମାରିବା ପାଇଁ ବ୍ୟକ୍ତିଗତ ଭାବେ କୃଷ୍ଣଙ୍କୁ କଣ ଆସିବା ଦରକାର? ତାଙ୍କର ତ ବହୁତ ଏଜେଣ୍ଟ ଅଛନ୍ତି, ତାଙ୍କର ପ୍ରତିନିଧି ଅଛନ୍ତି, ସେମାନେ କରିପାରିବେ କାମ। କୃଷ୍ଣଙ୍କୁ କାହିଁକି ଡାଇରେକ୍ଟ ଆସିବାକୁ ପଡୁଛି ବା ଅବତାର ନବାକୁ ପଡୁଛି ତାଙ୍କର? ଏଇଥିପାଇଁ ଯେ ଏଇ ଯୋଉ ଦୁର୍ବୃତ୍ତ, ଏଇ ଯୋଉ ଅସୁର ମାନେ, ଏମାନେ କୌଣସି ଉପାୟରେ ଏମାନଙ୍କୁ ମରା ଯାଇ ପାରିବନି। ନା ଋଷି ମାନେ, ନା ଦେବତା ମାନେ, ଏମାନେ ସବୁ ନିରୁପାୟ। ଯେତେବେଳେ ହେଇଯାଆନ୍ତି ସବୁବେଳେ ନିରୁପାୟ, ଋଷି ଦେବତା ସେମାନେ ହାତ ଟେକି ଦିଅନ୍ତି ଏବଂ ଭଗବାନଙ୍କୁ ଆସିବାକୁ ପଡିଥାଏ। ଏବଂ ଏମାନଙ୍କୁ କୌଣସି ଉପାୟରେ ମାରି ହବ ନାହିଁ। କାହିଁକି ନା ଏମାନେ ଶକ୍ତିଶାଳୀ, ପରାକ୍ରମୀ ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏମାନଙ୍କୁ ବହୁତ ବର ମିଳିଥାଏ ଶିବଜୀଙ୍କଠୁ, ବ୍ରହ୍ମାଙ୍କଠୁ। ରାବଣ ବର ପ୍ରାପ୍ତ କରିଥିଲେ କାହାଠୁ? ଶିବଜୀଙ୍କଠୁ। ତେଣୁ ପରାକ୍ରମୀ ଥିଲେ। ସେଥିପାଇଁ ଭଗବାନଙ୍କୁ ରାମଚନ୍ଦ୍ର ଅବତାରରେ ଆସିବାକୁ ପଡିଥିଲା ଏବଂ ସଂହାର କରିବାକୁ ପଡିଥିଲା ରାବଣ। କଂସ ବହୁତ ପ୍ରତାପୀ, ପରାକ୍ରମଶାଳୀ ଥିଲା। ବସୁଦେବ ଦେବକୀଙ୍କୁ ନିର୍ଯାତନା ଦଉଥିଲା କୋଉଠି? ସେଇ ବନ୍ଦୀ ଗୃହରେ ରଖିକି। ତେଣୁ ଭଗବାନଙ୍କୁ ଆସିବାକୁ ପଡିଥିଲା ଦେବକୀ ଆଉ ବସୁଦେବଙ୍କୁ ମୁକ୍ତି ଦେବା ପାଇଁ। କଂସକୁ ମାରିକି। ସେମିତି ଆଉ ନୃସିଂହ ଦେବଙ୍କୁ ଆସିବାକୁ ପଡିଥିଲା। ଯେତେବେଳେ ହିରଣ୍ୟକଶିପୁ ତାଙ୍କ ପୁତ୍ର ପ୍ରହ୍ଲାଦ ମହାରାଜଙ୍କୁ ବିଭିନ୍ନ ଯୋଜନା କରୁଥିଲେ ତାଙ୍କୁ ମାରିବା ପାଇଁ, ସକ୍ସେସଫୁଲ କେବେ ହେଇନାହାନ୍ତି, କିନ୍ତୁ ମାରିବା ପାଇଁ ଯୋଜନା କରୁଥିଲେ। କଣ ଅପରାଧ ଥିଲା ତାଙ୍କର? ପ୍ରହ୍ଲାଦ ମହାରାଜଙ୍କର ହରିନାମ ନଉଥିଲେ। ଖାଲି ନଉନଥିଲେ, ହରିନାମ ବାଣ୍ଟୁଥିଲେ। ଏଇ ଅପରାଧ ଥିଲା ତାଙ୍କର। କିନ୍ତୁ ତାଙ୍କୁ ବର ପ୍ରାପ୍ତ ହେଇଥିଲା। ବ୍ରହ୍ମା ତାଙ୍କୁ ବର ଦେଇଥିଲେ ଯେ ତାଙ୍କ ଦ୍ୱାରା ସୃଷ୍ଟି କୌଣସି ଜୀବ ତାଙ୍କୁ ମାରିପାରିବେ ନାହିଁ, ନା ମଣିଷ ନା ପଶୁ। ସେଥିପାଇଁ ନରସିଂହ ଅବତାରରେ ଭଗବାନଙ୍କୁ ଆସିବାକୁ ପଡିଲା। ଆଉ ଅନ୍ୟାନ୍ୟ କଣ୍ଡିସନ ପୁଣି ସେ ନେଇଯାଇଥିଲେ, ବର ପ୍ରାପ୍ତ କରିଥିଲେ। କୌଣସି ଅସ୍ତ୍ରରେ ମରିବେନି, ସେଥିପାଇଁ ତାଙ୍କୁ ନଖରେ ମାନେ ବିଦାରିକି ତାଙ୍କୁ ମାରିବାକୁ ପଡିଥିଲା। ନା ସ୍ଥଳରେ ନା ଆକାଶରେ, ସେଥିପାଇଁ କୋଳରେ ରଖିକି ମାରିଥିଲେ। ନା ଦିନରେ ନା ରାତିରେ, ସେଥିପାଇଁ ତାଙ୍କୁ ଟୁଇଲାଇଟ, ଗୋଧୂଳି ସମୟରେ ମାରିଥିଲେ। ଏମିତି ବିଭିନ୍ନ କଣ୍ଡିସନ ସେ ରଖିଥିଲେ। କିନ୍ତୁ ପରାକ୍ରମଶାଳୀ, କୌଣସି ଜୀବ ତାଙ୍କୁ ମାରିପାରିବନି, ନା ମଣିଷ ନା ପଶୁ। ସେଥିପାଇଁ ଭଗବାନଙ୍କୁ ଆସିବାକୁ ପଡିବ। ଏବଂ କୌଣସି ଜୀବ କହିଦଉଛନ୍ତି ମାନେ ମାରିପାରିବେନି, ଅର୍ଥ କେବଳ ଭଗବାନ କି ଭଗବାନ ହଉଛନ୍ତି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି, ଜୀବ ନୁହନ୍ତି। ଆଉ ବାକି ସବୁ ଯେତେ, ସବୁ ତ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ନା। ଭଗବାନ ଆଉ ଭଗବାନଙ୍କର ଯୋଉ ଅବତାର ବା ଭଗବାନଙ୍କର ଯୋଉ ଅଂଶ, ଯୋଉମାନେ ସବୁ ମାନେ ସ୍ୱ ଅଂଶ, ବିଭିନ୍ନ ଅଂଶ ନୁହେଁ, ସ୍ୱ ଅଂଶ, ସେମାନେ ତାଙ୍କୁ ମାନେ ଏମାନେ କେବଳ ସେମାନେ ଜୀବ ନୁହନ୍ତି, ତାଙ୍କୁ ସେ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହେଇନାହାନ୍ତି। ତ ସେଥିପାଇଁ ଭଗବାନଙ୍କୁ ଆସିବାକୁ ପଡେ। ଅନ୍ୟ କୌଣସି ଉପାୟରେ ତାଙ୍କୁ ମରା ଯାଇପାରିବ ନାହିଁ। ଏବଂ ଆସୁଥିଲେ, ଆସିକି
ତାଙ୍କର ଯୋଉ ଭକ୍ତ ମାନଙ୍କୁ ସେ ଉଦ୍ଧାର କରୁଥିଲେ, ମୁକ୍ତି ଦଉଥିଲେ ଏବଂ ଆଟ୍ ଦି ସେମ୍ ଟାଇମ୍ ସେଇ ଭକ୍ତ ମାନଙ୍କର ସହିତ ସଙ୍ଗ କରିକି ତାଙ୍କୁ ଖୁସି ଦଉଥିଲେ, ଆନନ୍ଦ ଦଉଥିଲେ। ଏଇଭଳି ତେଣୁ ଯେତେବେଳେ କୃଷ୍ଣ ଆସନ୍ତି ଏ ଧରାଧାମକୁ ଦୁଇଟି ଜିନିଷ କରନ୍ତି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍। କିନ୍ତୁ ଏଇଠି ଗୋଟେ ପ୍ରଶ୍ନ ଆସିପାରେ ଯେ ଏ ସଂସାରରେ ଯେତେ ଅଛନ୍ତି ସମସ୍ତ କିଏ ସାଧୁ କିଏ ଅସାଧୁ, କିଏ ଦୁର୍ବୃତ୍ତ କିଏ ସୁଧାର, କିନ୍ତୁ ସମସ୍ତେ ତ ଭଗବାନଙ୍କର ସନ୍ତାନ। ବାପାର ଯଦି କେହି ଭଲ ପିଲା ଅଛି ଏବଂ କେହି ଯଦି ବଦମାସି ଅଛି, ବଦମାସିକୁ କଣ ମାରି ଦଉଛନ୍ତି ବାପା? ନାଇଁ ତ। ତେଣୁ ବାପା, ଭଗବାନ ତ ବାପା ଆମର, ଆମେ ତାଙ୍କର ସନ୍ତାନ। ନିଜେ ବି କହୁଛନ୍ତି ଭଗବାନ ସୁହୃଦଂ ସର୍ବଭୂତାନାଂ, ସବୁ ଜୀବର ମୁଁ ହିତାକାଂକ୍ଷୀ। ଯଦି ହିତାକାଂକ୍ଷୀ ତାହେଲେ ଏଠି କେମିତି ପାତର ଅନ୍ତର କରୁଛନ୍ତି? ଯେ ଦୁର୍ବୃତ୍ତ ତାଙ୍କୁ ମାରି ଦଉଛନ୍ତି କେମିତି? କିନ୍ତୁ ଆମକୁ ବୁଝିବାକୁ ପଡିବ କୃଷ୍ଣ ହଉଛନ୍ତି ଦୟାଳୁ, ଅସୀମ କୃପା ତାଙ୍କର। ସେ ଆସୁଛନ୍ତି ଏଠିକି, ସେ ଭକ୍ତ ମାନଙ୍କୁ ମୁକ୍ତି ଦଉଛନ୍ତି, ପ୍ରୋଟେକ୍ଟ କରୁଛନ୍ତି, ରକ୍ଷା କରୁଛନ୍ତି। ଆଟ୍ ଦି ସେମ୍ ଟାଇମ୍ ଯୋଉମାନେ ଦୁର୍ବୃତ୍ତ, ଯୋଉମାନେ ଅସୁର, ଯୋଉମାନେ ଦୁଷ୍କୃତାମ୍ ଯାହାକୁ ଭଗବାନ କହୁଛନ୍ତି, ତାଙ୍କୁ ମଧ୍ୟ ରକ୍ଷା କରୁଛନ୍ତି, ତାଙ୍କୁ ମଧ୍ୟ ମୁକ୍ତି ଦଉଛନ୍ତି। ହାଓ? ଇଏ କେମିତି? ଭଗବାନ ଯାହାଙ୍କୁ ମାରନ୍ତି ସେମାନଙ୍କୁ ମିଳିଯାଏ ମୁକ୍ତି। ଏ କଥା ମୁଁ କହୁନି, ଏ କଥା ମଧ୍ୟ ଆମର ଶ୍ରୀମଦ୍ ଭାଗବତମରେ ମାନେ ପ୍ରଥମ ସ୍କନ୍ଦ 9ମ ଅଧ୍ୟାୟ ସେଠି ଭୀଷ୍ମଦେବ ସେଠି କହୁଛନ୍ତି, ପ୍ରେୟାର କରୁଛନ୍ତି। ପ୍ରେୟାରରେ କହୁଛନ୍ତି ଗୋଟେ ଶ୍ଲୋକରେ, ବିଜୟ ରଥ କୁଟୁମ୍ବାତ ତୋତ୍ରେ ଧୃତ ହୟରଶ୍ମିନି ତତ୍ଶ୍ରିୟ ତିକ୍ଷଣୀये ଭଗବତୀ ରତିଃ ଅସ୍ତୁ ମେ ମୁର୍ମୁଷୋ ୟମ୍ ୟଃ ନିରୀକ୍ଷେ ହତାଃ ଗତାଃ ସ୍ୱରୂପମ୍। ମାନେ ଏଠି କଣ କହୁଛନ୍ତି ଦେଖନ୍ତୁ, ସେ କହୁଛନ୍ତି ରତି ଅସ୍ତୁ ମେ ମୁମୂର୍ଷ, ରତି ଅସ୍ତୁ ମେ ମୁମୂର୍ଷ। ମୁମୂର୍ଷ ମାନେ ମୃତ୍ୟୁ ସମୟରେ, ରତି ଅସ୍ତୁ ମେ ମୋର ଆକର୍ଷଣ ରହୁ। କାହା ପ୍ରତି? ଭଗବତୀ, ଭଗବାନଙ୍କ ପ୍ରତି, ପରମ ପୁରୁଷୋତ୍ତମ ଭଗବାନଙ୍କ ପ୍ରତି। ସେ କିଏ? ବିଜୟ ରଥ କୁଟୁମ୍ବ, ଯିଏ ଅର୍ଜୁନଙ୍କ ରଥରେ ସାରଥୀ ହେଇଛନ୍ତି। ଆତ ତୋତ୍ରେ, ଯିଏ ଲଗାମ ଧରିଛନ୍ତି ଏବଂ ଧୃତ ହେୟ, ଦୁଇ ଘୋଡାଙ୍କୁ କଣ୍ଟ୍ରୋଲ କରୁଛନ୍ତି ରଶ୍ମିନୀ, ରଶି ଦ୍ୱାରା, ତତ୍ଶ୍ରିୟ ଇକ୍ଷଣୀ ମାନେ ସେଇ ଯୋଉ ସୁନ୍ଦର ଚକ୍ଷୁ ଯୁଗଳ, ବହୁତ ଆକର୍ଷଣୀୟ ଚକ୍ଷୁ ଯୁଗଳ, ମାନେ ତାକୁ ତାହାରି ପ୍ରତି ମୋର ଆକର୍ଷଣ ରହୁ ବୋଲିକି କହୁଛନ୍ତି। କାହିଁକି? ୟମ୍ ୟଃ ନିରୀକ୍ଷେ, ଏଇ ଯୋଉ ଆଖି ଦୁଇଟିକୁ, ଏଇଭଳି ଯୋଉ ଭଗବାନଙ୍କର ଆଖି ଦୁଇଟିକୁ ଯିଏ ଦର୍ଶନ କରିଛି, କେତେବେଳେ? ହତାଃ, ଯେତେବେଳେ ମୃତ୍ୟୁ ସମୟରେ, ଗତାଃ ସ୍ୱରୂପମ୍, ସେ ଚାଲି ଯାଇଛି ନିଜର ବାସ୍ତବିକ ସ୍ୱରୂପରେ, ଅର୍ଥାତ୍ ସେ ଚାଲି ଯାଇଛି ଭଗବତ ଧାମ, ଭଗବାନଙ୍କ ପାଖକୁ, ମୁକ୍ତି ପାଇଗଲା ସେ। ତେଣୁ ଇଏ ସତ୍ୟ, ଭଗବାନଙ୍କ ଦ୍ୱାରା ମୃତ୍ୟୁ ହେଲେ ପରମ ଗତିକୁ ପ୍ରାପ୍ତ ହୁଏ। କିନ୍ତୁ ଏଠି ଜଣେ ଭାବିପାରିବ ଯେ ଠିକ ଅଛି, ଯଦି ଏମିତି ଭଗବାନଙ୍କ ଦ୍ୱାରା ଯଦି ଭଗବାନ ସଂହାର କରିବେ, ଆମେ ଚାଲିଯିବା, ଆମେ ତ ଦୁର୍ବୃତ୍ତ, ଆମେ ତ ଭକ୍ତି କରିପାରୁନେ, ଆଉ ଠିକ ଅଛି ଜବରଦସ୍ତ ଅଧର୍ମ କରିବା, ଭଗବାନ ଆସିବେ ମାରିବେ, ଆମକୁ ମୁକ୍ତି ମିଳିଗଲା, ଇଏ ତ ସହଜ ଉପାୟ। ଭଗବାନ ମାନେ ଏଇଭଳି ଆସନ୍ତିନି, ଏକୁ ବୁଝିବାକୁ ପଡିବ। ଭଗବାନ ଏମିତି ଯାହାକୁ ତାହାକୁ ମାରିବାକୁ ସେ ଆସନ୍ତିନି। ଭଗବାନ ଆସନ୍ତି କାହାକୁ ମାରିବାକୁ? ସେଇମାନଙ୍କୁ ଯୋଉମାନେ ଅନ୍ୟ
ଉପାୟରେ ଯାହାଙ୍କର ମୃତ୍ୟୁ ହବ ନାହିଁ, ମାରି ହବ ନାହିଁ। ରାଜର୍ଷି ବ୍ରହ୍ମର୍ଷି ତାଙ୍କୁ ମାରି ପାରୁନାହାନ୍ତି। ସେଥିପାଇଁ ଭଗବାନ ଆସୁଛନ୍ତି, ତାଙ୍କୁ ମାରୁଛନ୍ତି ଏବଂ ମାରିବା ଦ୍ୱାରା ସେମାନଙ୍କର କଲ୍ୟାଣ ହେଇଯାଉଛି, ସେମାନଙ୍କର ଭଗବତ ଧାମ ପ୍ରାପ୍ତି ହଉଛି। ଆଉ ଆମ ଭଳି ଯିଏ ସାଧାରଣ ଲୋକ ଯଦି ଅଧର୍ମ କରିବେ, ଆମକୁ ମାରିବା ପାଇଁ ଅନେକ ଉପାୟ ଅଛି। ଭଗବାନ ସରକାର ବହୁତ ପ୍ରକାରର ଉପାୟ ରଖିଛନ୍ତି। ତେଣୁ ଏ ବିଷୟ ଚିନ୍ତା କରିବା କଥା ନୁହେଁ ଯେ ଆମେ ଅଧର୍ମ କରିବା ଭଗବାନ ଆସିବେ ମାରିବେ, ବରଂ ମୁକ୍ତି ପାଇବା ପାଇଁ ମାରିବେ, ଆମେ ମୁକ୍ତି ପାଇବା ପାଇଁ ଆମକୁ ଭକ୍ତି କରିବାକୁ ପଡିବ, ଧର୍ମ ଅନୁସରଣ କରିବାକୁ ପଡିବ। ଧର୍ମ ହିଁ ହଉଛି ଭକ୍ତି, ଭଗବାନଙ୍କ ପାଖରେ ଶରଣାଗତି। ତେଣୁ ଏଇଭଳି ଆମେ ଦେଖିଲେ ଯେ ମୁଖ୍ୟ ଉଦ୍ଦେଶ୍ୟ ଭଗବାନଙ୍କର ହଉଛି କଣ? ପରିତ୍ରାଣାୟ ସାଧୁନାଂ, ଦୁଷ୍କୃତାଙ୍କୁ ମାରିବା, ବିନାଶାୟ ଚ ଦୁଷ୍କୃତାଂ, ଇଏ ତାଙ୍କର କାମ ନୁହେଁ। ସେ ଏଥିପାଇଁ ଆସୁନାହାନ୍ତି, ଇଏ ସାଇଡ ବାଇ ସାଇଡ ହେଇଯାଉଛି। ପରିତ୍ରାଣ ସାଧୁନାଂ କରିବାକୁ ଯାଇ, ତାଙ୍କୁ ଉଦ୍ଧାର କରିବାକୁ ଯାଇକି, ତାଙ୍କୁ ମୁକ୍ତି ଦବାକୁ ଯାଇକି ଇଏ ହେଇଯାଏ ସାଙ୍ଗେ ସାଙ୍ଗେ ତା ସାଥିରେ, କିନ୍ତୁ ଏଇଥିପାଇଁ ଇଏ ମେନ୍ ପର୍ପସ ନୁହେଁ। ସେଥିପାଇଁ ସେଠି ଚ ଶବ୍ଦ ବ୍ୟବହାର କରାହେଇଛି, ପରିତ୍ରାଣ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ମଧ୍ୟ। ଏତେ ତାମାନେ ଏଇଟା ଏତେ ଭଗବାନଙ୍କର ଏଇଟା ଜବ୍ ନୁହେଁ, ତାଙ୍କର କାମ ନୁହେଁ କରିବା, କିନ୍ତୁ ସାଇଡ ବାଇ ସାଇଡ ସେ ହେଇଯାଉଛି। ମେନ୍ ଉଦ୍ଦେଶ୍ୟ ହଉଛି, ଯେତେବେଳେ ମୁଁ ଅଲରେଡି କହିସାରିଲିଣି, ସାଧୁମାନେ ଯେତେବେଳେ ଜିଦ୍ ଧରୁଛନ୍ତି, ଯେତେବେଳେ ତାଙ୍କର ବ୍ୟାକୁଳତା ବଢି ଯାଉଛି ଭଗବାନଙ୍କର ଦର୍ଶନ ପାଇଁ, କେହି କେହି ଭକ୍ତଙ୍କର ମାନେ ବାତ୍ସଲ୍ୟ ଭାବରେ ଭଗବାନଙ୍କୁ କୋଳରେ ନେଇକି ସେଇ ବାତ୍ସଲ୍ୟ ରସକୁ ସ୍ୱାଦ କରିବା ପାଇଁ, ଆସ୍ୱାଦନ କରିବା ପାଇଁ ସେମାନେ ଇଚ୍ଛା ରହିଛି। କେହି କେହି ତାଙ୍କୁ ସଖା ରୂପରେ ଗ୍ରହଣ କରିବାକୁ ଇଚ୍ଛା କରିଛନ୍ତି, କେହି କେହି ତାଙ୍କୁ ପ୍ରେମିକ ରୂପେ ଗ୍ରହଣ କରିବାକୁ ଇଚ୍ଛା କରିଛନ୍ତି। ଏଇ ଯୋଉ ବ୍ୟାକୁଳତା, ଏଇ ଯୋଉ ଜିଦ୍ ଭକ୍ତମାନଙ୍କର, ସେଇ ଭକ୍ତମାନଙ୍କର ସେଇ ଜିଦ୍, ସେଇ ଇଚ୍ଛାକୁ ସମ୍ମାନ ଦେବା ପାଇଁ, ପୂରଣ କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡେ, ଦର୍ଶନ ଦିଅନ୍ତି, ସଙ୍ଗ କରନ୍ତି ସାଧୁମାନଙ୍କର। ସାଧୁ ସାଧୁ ହଉଛନ୍ତି ସେଇ ଯୋଉମାନେ ଯାହାଙ୍କ ହୃଦୟରେ ଭଗବାନ ରହିଛନ୍ତି। ଆଉ ଭଗବାନଙ୍କ ହୃଦୟରେ ସାଧୁମାନେ ହିଁ ସ୍ଥାନ ପାଇଛନ୍ତି। ଇଏ ହଉଛି ଭଗବାନ ସାଧୁଙ୍କର ସମ୍ପର୍କ। ତେବେ ଯାହା ହଉ, ଭଗବାନ ଯଦି ସାଧୁମାନଙ୍କୁ ରକ୍ଷା କରୁଛନ୍ତି, କେହି ପ୍ରଶ୍ନ ବି କରିପାରନ୍ତି, ବହୁତ ସାଧୁ ଜୀବନରେ ସଫର କରୁଛନ୍ତି କାହିଁକି? ଏ ଅଧିକାଂଶ ବହୁତ ଲୋକ କରନ୍ତି କାହିଁକି ନା ଆମେ ତ ଯାହା ହେଲେ ବି ଆମେ ତ ହଉଛେ ରକ୍ତ ମାଂସ ଶରୀରର ମନୁଷ୍ୟ। ଆମେ ସେ ଯୋଉ ଯୋଉ ଜ୍ଞାନ ଦରକାର ଭଗବାନଙ୍କୁ ବୁଝିବା ପାଇଁ, ସେ ଆମକୁ ପ୍ରାପ୍ତ ହେଇନି। ଆମେ ଭୌତିକ ଜ୍ଞାନରେ ଭଗବାନଙ୍କୁ ବୁଝିପାରିବାନି। ତେବେ ଭଗବାନ ଯୋଉ ଆସନ୍ତି ସାଧୁକୁ ରକ୍ଷା କରନ୍ତି, ତାର ଅର୍ଥ ହଉଛି ଭଗବାନ ସାଧୁତ୍ୱକୁ ରକ୍ଷା କରନ୍ତି। ତାଙ୍କର ଶରୀର, ତାଙ୍କର ସମ୍ପତ୍ତି, ତାଙ୍କର ପରିବାର ନା, ତାକୁ ନୁହେଁ। ହଁ, ଇଏ ହେଇଯାଏ ବେଳେ ବେଳେ, ମାନେ ସାଇଡ ବାଇ ସାଇଡ ଏସବୁ ଜିନିଷ ହେଇଯାଏ, ସାଧୁତ୍ୱକୁ ରକ୍ଷା କରିବାକୁ ଯାଇକି ମଧ୍ୟ ଇଏ ମଧ୍ୟ ହେଇଯାଏ, କିନ୍ତୁ ଏ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ। ସେ ସାଧୁ ତାକୁ ରକ୍ଷା କରିବା ପାଇଁ ଆସନ୍ତି। ତା ଛଡା ସାଧୁମାନେ ସେମାନେ କେବେ ହେଲେ ପରବାହ କରନ୍ତିନି, ଏଇ ଯୋଉ ଶରୀର, ଏଇ ସମ୍ପତ୍ତି, ଏ ପରିବାର, ଏସବୁ ଜିନିଷକୁ ସେମାନେ ପରବାହ କରନ୍ତିନି। ଯଦି ସେ କରନ୍ତିନି, ତାହେଲେ ଭଗବାନ କେମିତି କରିବେ ପରବାହ? ତେଣୁ ଭଗବାନ ଆସନ୍ତି ସାଧୁତ୍ୱକୁ ରକ୍ଷା କରିବା ପାଇଁ। ଏବଂ ସାଧୁ ମାନେ ସାଧୁର ସାଧୁତା ପୁରା ଫୁଟିକି ଉଠିବ କେତେବେଳେ? ଯେତେବେଳେ ତା ଜୀବନରେ କଷ୍ଟ, ଦୁଃଖ, ତକଲିଫ ଆସିବ, ତାର ସାଧୁତା ମାନେ ଯେମିତି
ମାନେ ନିଆଁରେ ଆମେ ପେଟ୍ରୋଲ ପକେଇଲେ ଜଳେ ସେଇଭଳିଆ। କେବଳ ଦୁଃଖ କଷ୍ଟ ଭିତରେ ସେ ଭଲ ଭକ୍ତି କରିପାରିବ। ପାଣ୍ଡବ ମାନେ ତାଙ୍କୁ କେତେ କଷ୍ଟ ଦେଇଛନ୍ତି, ଦୁର୍ଯ୍ୟୋଧନ ଆଣ୍ଡ କମ୍ପାନୀ। ଯୋଉ ଗୃହରେ ତାଙ୍କୁ ରଖିକି ତାଙ୍କୁ ଅଗ୍ନିରେ ମାରିଦେବା ପାଇଁ ବ୍ୟବସ୍ଥା କରିଦେଇଥିଲେ, ନିଆଁ ଲଗେଇ ଦେଇଥିଲେ, ତାଙ୍କୁ ବିଷ ଦେଇକି ମାରିବାକୁ ଚେଷ୍ଟା କରିଥିଲେ। ବନବାସ ତାଙ୍କୁ 12 ବର୍ଷ ଯିବାକୁ ପଡିଥିଲା, ଅଜ୍ଞାତବାସ ବର୍ଷେ କରିବାକୁ ପଡିଥିଲା, କେତେ କଷ୍ଟ ସେମାନେ ପାଇନାହାନ୍ତି। କିନ୍ତୁ ତଥାପି ସେମାନେ ଭକ୍ତି କରୁଥିଲେ, ଏ କଷ୍ଟ ଭିତରେ ସେମାନେ ଉପଭୋଗ କରୁଥିଲେ ଭକ୍ତିକୁ, ଏବଂ ଭଗବାନ ବି ତାଙ୍କ ସାଙ୍ଗରେ ଥିଲେ। ସେଥିପାଇଁ ଯେତେବେଳେ ମାନେ ଯୁଦ୍ଧ ସରିଗଲା ଏବଂ ସାମ୍ରାଜ୍ୟ ପାଇଲେ, କୁନ୍ତୀ ମହାରାଣୀ ଦେଖୁଛନ୍ତି ଯେ ଭଗବାନ ଦ୍ୱାରକା ଚାଲି ଯାଉଛନ୍ତି, ସେଥିପାଇଁ କୁନ୍ତୀ ମହାରାଣୀ କହୁଛନ୍ତି ଯେ ହେ କୃଷ୍ଣ, ମୁଁ ସେ ପ୍ରେୟାରରେ କହୁଛନ୍ତି ଯେ ମତେ ମୋ ଜୀବନରେ ଯେତେ ଦୁଃଖ କଷ୍ଟ ତାକୁ ଭରି ଦିଅନ୍ତୁ। କାହିଁକି ନା ଯେତେବେଳେ ମୋ ପାଖରେ ଦୁଃଖ କଷ୍ଟ ଥିଲା ଆପଣ ଥିଲେ ମୋ ପାଖରେ, କିନ୍ତୁ ଆଜି ଯେତେବେଳେ ସବୁ ଦୁଃଖ କଷ୍ଟ ଚାଲିଗଲା ଆପଣ ଦ୍ୱାରକା ଚାଲି ଯାଉଛନ୍ତି। ତେଣୁ ସେଥିପାଇଁ ସାଧୁ ମାନେ ମାନେ ଭକ୍ତି ହଉଛି ଜୀବନର ଏକମାତ୍ର ଉଦ୍ଦେଶ୍ୟ। ଇଏ ହଉଛି ସାଧୁ। ଅସାଧୁ କିଏ ନା ଯିଏ ଖାଲି ଭୋଗ କରିବାକୁ ଇଚ୍ଛା କରୁଛି। ସେଥିପାଇଁ ଯିଏ ଦୁଃଖ କଷ୍ଟ ହିଁ ସାଧୁ ଦୁଃଖ କଷ୍ଟରେ ଭକ୍ତି କରିପାରେ। ଆମେ ଦେଖିବା ଯେ ଯୋଉ ଦେବତା ମାନେ ସେମାନେ କରିପାରୁନାହାନ୍ତି, ଭକ୍ତି କରିପାରୁନାହାନ୍ତି ଭଗବାନଙ୍କର। କାହିଁକି? ସେମାନେ ଭୋଗ ବିଳାସରେ ଅଛନ୍ତି। ତେଣୁ ଏଇ ହେଲା, ଆମେ ଦେଖିଲେ ଯେ ଆମେ ଦୁଇଟି ଜିନିଷ ପ୍ରଥମେ ଯେ ଦୁଇଟି କାରଣକୁ ଆମେ ଡିସ୍କସନ କରିଛେ। ଥାର୍ଡ କାରଣ ଭଗବାନ କହୁଛନ୍ତି ଧର୍ମ ସଂସ୍ଥାପନାର୍ଥ, ତାଙ୍କ ଆସିବାର ତୃତୀୟ ଉଦ୍ଦେଶ୍ୟ ଧର୍ମକୁ ସ୍ଥାପନ କରିବା ପାଇଁ। ଏଗେନ୍ ଏଠି ଗୋଟେ ପ୍ରଶ୍ନ ଆସିବ, ଧର୍ମକୁ ସ୍ଥାପନ କରିବା ପାଇଁ ତାଙ୍କୁ କାହିଁକି ଆସିବାକୁ ପଡୁଛି? ସାଧୁମାନେ ଅଛନ୍ତି, ବ୍ରହ୍ମର୍ଷି ରାଜର୍ଷି ଏମିତି ସବୁ ଅଛନ୍ତି, ସେମାନେ ଧର୍ମ ସ୍ଥାପନ କରିବେ। ଦେ ଆର ଫର ଦ୍ୟାଟ ପର୍ପସ। ହଁ, ସେ କରିପାରିବେ, କିନ୍ତୁ ତାଙ୍କୁ କିଏ ମେଣ୍ଟେନ କରିବ? ପରିତ୍ରାଣାୟ, ଦ୍ୟାଟ ଇଜ ଇମ୍ପୋର୍ଟାଣ୍ଟ। ତାଙ୍କୁ କିଏ ପ୍ରୋଟେକ୍ସନ ଦବ? କାରଣ ଦୁଷ୍କୃତାମ ଯୋଉମାନେ ଅସୁର, ସେମାନେ ବଢି ଚାଲୁଛନ୍ତି। ତାଙ୍କର କାମ ହେଲା ସାଧୁମାନଙ୍କୁ ତକଲିଫ ଦବା, ହଇରାଣ କରିବା, ଦୁଃଖ ଦବା, କଷ୍ଟ ଦବା, ଭକ୍ତି କରେଇ ନ ଦବା, ଇଏ ହଉଛି ତାଙ୍କର ଉଦ୍ଦେଶ୍ୟ। ଆମେ ଯେତେବେଳେ ସମୁଦ୍ର ପାର କରିବାକୁ ଚେଷ୍ଟା କରୁଛେ, ଯଦି ସମୁଦ୍ର ଉପରେ ଗୋଟେ ସେତୁ ରହିବ, ତାହେଲେ ଛୋଟା ହଉ କେମ୍ପା ହଉ ଆରାମ ସେ ପାର କରିକି ଚାଲିଯିବ ସମୁଦ୍ରକୁ। ତେଣୁ ଆମେ ଯୋଉ ଭବସାଗରରେ ପଡି ଯାଇଛେ, ସେଇ ଭବସାଗରକୁ ପାର କରିବାକୁ ହେଲେ ଆମର ଗୋଟେ ସେତୁ ଦରକାର। ସେ ସେତୁ ହଉଛି ଧର୍ମ। ଧର୍ମ ହଉଛି ଶରଣାଗତି, ଭଗବାନଙ୍କର ନିୟମକୁ ପାଳନ କରିବା, ଏହି ହଉଛି ଧର୍ମ। ଭଗବାନଙ୍କର ଭକ୍ତି କରିବା, ଅନନ୍ୟ ଭକ୍ତି। କିନ୍ତୁ ଏ ଦୁନିଆରେ ଅନେକ, ଭଗବାନ କହୁଛନ୍ତି ଅନେକ ଅଯୋଗ୍ୟ ବ୍ୟକ୍ତି, ଦୁଷ୍କୃତାମ, ଏମାନେ ବେଳେ ବେଳେ ଚେଷ୍ଟା କରନ୍ତି ସେ ସେତୁଟିକୁ ଭାଙ୍ଗି ଦେବା ପାଇଁ। ତା ଲୋକମାନେ ପାର କରିପାରିବେନି, ମୁକ୍ତି ମିଳିବନି ତାଙ୍କୁ। ସେମାନେ ଦୁଃଖରେ ରହିବେ, କଷ୍ଟରେ ରହିବେ, ନହେଲେ ମରିବେ। ସେଇମାନଙ୍କୁ ଭଗବାନ ମାରନ୍ତି। ଯୋଉମାନେ ଧର୍ମ ରୂପକ ସେତୁକୁ ନଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି, ତାଙ୍କୁ ମାରିବା ପାଇଁ ଆସନ୍ତି ଭଗବାନ। ଯେତେବେଳେ ସେମାନଙ୍କୁ ଅନ୍ୟ କୌଣସି ଉପାୟରେ ମରା ଯାଇ ପାରିବ ନାହିଁ, ନା ଦେବତା ନା ଋଷି ସବୁ ହାତ ଉପରକୁ କରିଦିଅନ୍ତି, ତେଣୁ ଭଗବାନ ଆସନ୍ତି ଏବଂ ସାଧୁମାନଙ୍କୁ ରକ୍ଷା କରନ୍ତି। ଧର୍ମର ସ୍ଥାପନାର ଅର୍ଥ ହଉଛି କେବଳ
ପରିତ୍ରାଣାୟ ସାଧୁନା, ଏଇ ସାଧୁ ମାନଙ୍କୁ ମେଣ୍ଟେନ କରିବା, ତାଙ୍କୁ ସୁରକ୍ଷିତ ରଖିବା, ଏଇ ହଉଛି ଧର୍ମ। କାହିଁକି ନା ସାଧୁ ରହିଲେ ଧର୍ମ ରହିବ, ଭକ୍ତ ରହିଲେ ଧର୍ମ ରହିବ। ତେଣୁ ମେନ୍ ଉଦ୍ଦେଶ୍ୟ ହଉଛି ଭଗବାନଙ୍କର ଏଇ ତିନୋଟି କାରଣରେ ପରିତ୍ରାଣାୟ ସାଧୁନା। ଲାଷ୍ଟ ଯୋଉ କହୁଛନ୍ତି ସମ୍ଭବାମି ଯୁଗେ ଯୁଗେ, କହୁଛନ୍ତି ଯେ ମୁଁ ପ୍ରତ୍ୟେକ ଯୁଗରେ ଆସୁଛି। ନିଜେ ହୁଅନ୍ତୁ ବା ଅବତାର ନେଇକି ହୁଅନ୍ତୁ, ସେ ଆସୁଛନ୍ତି, ଭଗବାନ ଆସୁଛନ୍ତି। ଆମେ କିନ୍ତୁ ଜାଣିଛେ 10 ଅବତାର କଥା, କିନ୍ତୁ ଆକ୍ଚୁଆଲି 10 ଅବତାର ନୁହେଁ, ଅସଂଖ୍ୟ ଅବତାର। ଯେମିତି ସମୁଦ୍ରରେ ଢେଉ ଉଠୁଛି, କେତେ ଢେଉ ଆମେ କାଉଣ୍ଟ କରିପାରିବାନି, ସେମିତି ଅସଂଖ୍ୟ ଅବତାର, ବିଭିନ୍ନ ପ୍ରକାରର ଅବତାର, ପୁରୁଷ ଅବତାର, ଗୁଣ ଅବତାର, ଲୀଳା ଅବତାର, सत्यावेश अवतार, एम्पावर्ड, मनवंतर अवतार, गुण अवतार, जुग अवतार, एमती विभिन्न अवतार रही, विभिन्न प्रकार अवतार रही। एवं से पुणी प्रत्येक गोटे तार शेड्यूल टाइम अच्छी, केतबेले आसीबो से भी हुए। किंतु ये जिते अवतार, असंख्य अवतार, ये 10 अवतार तो माने जस्ट शास्त्र जेते अवतार, असंख्य अवतार 10टी अवतार को उठे कि जयदेव गोस्वामी से गोटे सुंदर गीत रचना करके हमको देइछन्ति। मीन शरीर से जय जगदीश करके से जो कच्छप रूप एभली से जो କରିଛନ୍ତି ସେ ଗୀତ, ସେ କେବଳ ଆମକୁ ସୁନ୍ଦର ଗୀତଟିଏ ଦେଇଛନ୍ତି। ନହେଲେ ଅସଂଖ୍ୟ ଅବତାର, ଆଉ ସବୁ ଅବତାରର ଉତ୍ପତ୍ତି ସ୍ଥଳ ହଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ। ଏ କଥା ବ୍ରହ୍ମା କହୁଛନ୍ତି, ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ରାଧିରାଧିର ଗୋବିନ୍ଦ ସର୍ବ କାରଣ କାରଣମ୍ କଜ ଫଲ କଜେଶ। ଯେତେ ତାଙ୍କଠୁ ଆସୁଛନ୍ତି, ଯେତେ ଅବତାର ଆସୁଛି, ସେଇ ହଉଛନ୍ତି କାରଣ। ଚୈତନ୍ୟ ଚରିତ୍ରାମୃତରେ କୁହାଉଛି ଅକେଲେ ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ, ବାକି ସବୁ ହଉଛନ୍ତି ସର୍ଭାଣ୍ଟସ। କେବଳ କୃଷ୍ଣ ହଉଛନ୍ତି ଭଗବାନ, ଆଉ ସବୁ ସର୍ଭାଣ୍ଟସ। ସେଇ ଭାଗବତମ୍ ବି କୁହାଯାଇଛି, ଏତେ ଚ ଅଂଶ କଲା ପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ମାନେ ଭଗବାନଙ୍କ ଠାରୁ ଅନେକ ତାଙ୍କର ପ୍ଲେନାରୀ ପୋର୍ସନ, ମାନେ ତାଙ୍କର ସ୍ୱ ଅଂଶ, ସେ ସ୍ୱ ଅଂଶର ପୁଣି ଅଂଶ, ଏମିତି ଯାହାକୁ ଆମେ ଅବତାର କହୁଛେ, ସବୁ ଆସୁଛନ୍ତି। କିନ୍ତୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କିନ୍ତୁ ଭଗବାନ କୃଷ୍ଣ ହଉଛନ୍ତି ସ୍ୱୟଂ ଭଗବାନ, ଯାହାଙ୍କଠୁ ଏ ସବୁ ଆସୁଛି। ଫାଉଣ୍ଟେନ ହେଡ୍ ଅଫ ଅଲ୍ ଇନକାର୍ନେସନ୍ସ ଭଗବାନ କୃଷ୍ଣ। ତେଣୁ ସେ ହିଁ ଆସନ୍ତି, ସିଏ ନିଜେ ହୁଅନ୍ତୁ ବା ତାଙ୍କର ଅବତାର ନେଇକି ସେ ଆସନ୍ତୁ, ରାମ ବାମନ ଯେଉଁ ଅବତାରରେ ସେ ଆସନ୍ତୁ, ନୃସିଂହ ସେ ଆସନ୍ତି ଯୋଉ ଶୁଦ୍ଧ ଭକ୍ତ ତାଙ୍କର ଯୋଉ ବ୍ୟାକୁଳତାକୁ ଦୂର କରିବା ପାଇଁ। ସେ ଦର୍ଶନ କରିବେ, ଭଗବାନଙ୍କୁ ଦର୍ଶନ କରିବେ, ତାଙ୍କର ସଙ୍ଗ ଲାଭ କରିବେ, ତାଙ୍କର ବୃନ୍ଦାବନ ଲୀଳାକୁ ଉପଭୋଗ କରିବେ। ये हूँ तांकर उद्देश्य, ଏବଂ ସେଇ ଜିନିଷକୁ ସମ୍ଭବ କରିବା ପାଇଁ ଭଗବାନ ଆସନ୍ତି। ଆଉ ଯୋଉ ସଂହାର କରିବା, ଦୁର୍ବୃତ୍ତ ମାନଙ୍କୁ ଧର୍ମକୁ ସ୍ଥାପନ କରିବା, ଇଏ ତ ସାଇଡରେ ହେଇଯାଉଛି। କିନ୍ତୁ ଧର୍ମର ଯୋଉ ନୀତି, ଯୋଉ ପ୍ରିନ୍ସିପଲ୍ସ ଅଫ ଧର୍ମ, ସେ କିନ୍ତୁ ଇମ୍ପୋର୍ଟାଣ୍ଟ। से कौन स्थापन करुचंती, को नीति को स्थापन, डिवोशनल सर्विस, भक्ति। से कहउचंती जे मोर जो चरण कमल तरे मोर ध्यान कर, मन मना भुव
ମଦ୍ ଭକ୍ତ ମୋର ଭକ୍ତ ହୁଅ, ମଜ୍ଜାଜି ମୋର ପୂଜା କର, ମାଂ ନମସ୍କୁରୁ ମତେ ଦଣ୍ଡବତ ପ୍ରଣାମ କର, ଏମିତି ସବୁ ବିଭିନ୍ନ ପ୍ରକାରର ମୋର ଭକ୍ତ ହୁଅ। ତେଣୁ କଣ ବୟ କଲେ ଆମେ ମୁକ୍ତି ପାଇଯିବା। ତେଣୁ ନୀତି ଶିଖଉଛନ୍ତି, ଭକ୍ତିର ନୀତି ଏଇଆ କଲେ ଆମେ ମୁକ୍ତି ପାଇବା। ତେଣୁ ଯଦି ସିଏ ନ ଆସିବେ, ଏସବୁ ନ ଶିଖେଇବେ, ଆମେ ଶିଖିବା କେମିତି ଜୀବନ? ତାହେଲେ ଆମେ ଆମର ଯୋଉ ଘର, ଯୋଉଟା ଅରିଜିନାଲ ଘର, ସେଠିକୁ ଆମେ କେମିତି ଫେରିଯିବା? ଭଗବାନ ହିଁ ଆସୁଛନ୍ତି ଆମକୁ ଶିଖେଇବା ପାଇଁ। ଏବଂ ଭଗବାନ ଯେତେବେଳେ କହୁଛନ୍ତି ସମ୍ଭବାମି ଯୁଗେ ଯୁଗେ, ପ୍ରତ୍ୟେକ ଯୁଗରେ ଆସୁଛନ୍ତି, ତାର ନିଶ୍ଚିତ କଳି ଯୁଗରେ ମଧ୍ୟ ଆସିଛନ୍ତି ବା ଆସିବେ। ୟେସ୍, କଳି ଯୁଗରେ ମଧ୍ୟ ଭଗବାନ ଆସିଥିଲେ। ୟାକୁ କହନ୍ତି ଛନ୍ନ ଅବତାର। ଛନ୍ନ ଅବତାର ମାନେ ମାନେ ହିଡେନ୍ ଇନକାର୍ନେସନ, ଗୁପ୍ତ ଭାବରେ ସେ ଆସିଥିଲେ। ସେ ହଉଛନ୍ତି ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ। ଗୋଟିଏ କାରଣ ଥିଲା ତାଙ୍କର ଆସିବା, ଭକ୍ତ ରୂପରେ ସେ ଆସିଥିଲେ ମହାମନ୍ତ୍ର ଦେବା ପାଇଁ। ଯୋଉ ବଦ୍ଧ ଜୀବ, ଫଲେନ୍ ସୋଲ୍ସ, କଣ୍ଡିସନ ସୋଲ୍ସ, ଏଇମାନଙ୍କୁ ମହାମନ୍ତ୍ର ଦେବା ପାଇଁ। କିନ୍ତୁ ଏଇ ଯୋଉ ଅବତାରର ମହାନତା ହଉଛି, ଏ ଅବତାରରେ କୌଣସି ମରାମରି ନଥିଲା, ନୋ କିଲିଂ। ହିରଣ୍ୟକଶ୍ୟପକୁ ମାରିବା ପାଇଁ ନୃସିଂହ ଅବତାର, ରାବଣକୁ ମାରିବା ପାଇଁ ରାମଚନ୍ଦ୍ର ଅବତାର, କଂସକୁ ମାରିବା ପାଇଁ କୃଷ୍ଣ ନିଜେ ଆସିଲେ। କିନ୍ତୁ ଏ କଳି ଯୁଗରେ କୋଟି କୋଟି ହିରଣ୍ୟକଶ୍ୟପ, କୋଟି କୋଟି ରାବଣ, କୋଟି କୋଟି କଂସ, କାହାକୁ ମାରିବେ ଭଗବାନ? ହଁ, ସେ ମାରିଲେ। କାହାକୁ ମାରିଲେ? ନା ଯୋଉ ଏଇଭଳି ଯୋଉ ଅସୁର ଭିତରେ ଥିବା ଯୋଉ ଆସୁରିକ ପ୍ରବୃତ୍ତି, ଆମ ଭିତରେ ଥିବା ଯୋଉ ଆସୁରିକ ପ୍ରବୃତ୍ତି, ତାକୁ ମାରିଲେ ସେ। କେମିତି? ନା ସେଇ ମହାମନ୍ତ୍ରଟି ଦେଇ, ହରେ କୃଷ୍ଣ ମହାମନ୍ତ୍ର ଦେଇକି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେତେବେଳେ କୌଣସି ବ୍ୟକ୍ତି ଯେତେବେଳେ ବା ଭକ୍ତ ଯେତେବେଳେ ଏଇ ମହାମନ୍ତ୍ରକୁ ଉଚ୍ଚାରଣ କରୁଛି, କାନରେ ଶୁଣୁଛି, ତାର ହୃଦୟରେ ଯୋଉ ମାନେ ଆସୁରିକ ପ୍ରବୃତ୍ତି ଭରି ହେଇକି ଅଛି, ସେ ଆସୁରିକ ପ୍ରବୃତ୍ତି କଣ? ମୁଁ ଭୋଗ କରିବି, ମୁଁ ପ୍ରକୃତିର ଉପରେ ପ୍ରଭୁତ୍ୱ ବିସ୍ତାର କରିବି, ପ୍ରଭୁ ହେବି, ମୁଁ ମାଲିକ ହେବି, ମୁଁ ନିୟନ୍ତ୍ରଣ କରିବି, ଏ ସବୁ ଭଗବାନ। କିନ୍ତୁ ଆମେ ଭଗବାନ ହବାକୁ ଚେଷ୍ଟା କରୁଛେ। ତେଣୁ ଏଇ ହଉଛି ଆସୁରିକ ପ୍ରବୃତ୍ତି। ଭୋଗ କରିବା, ନିଜର ସବୁ ସଂଗ୍ରହ କରିବି, ଦୁନିଆରେ ଏକାଠି କରିବି ମୋର ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ। ଏଇ ହଉଛି ଆସୁରିକ ପ୍ରବୃତ୍ତି। ଏଇ ଆସୁରିକ ପ୍ରବୃତ୍ତିକୁ ମାରିବା ପାଇଁ ସେ ମହାମନ୍ତ୍ର ଦେଇଥିଲେ। ଯେତେବେଳେ ଆମେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ, ଏ ସବୁ ସଫା ହେଇଯାଉଛି ଆମ ହୃଦୟରୁ, ଏ ପ୍ରବୃତ୍ତି ଚାଲି ଯାଉଛି। ତେଣୁ କଳିଯୁଗର ରଜା କିଏ? କଳିଯୁଗର ରଜା ହଉଛନ୍ତି ଲର୍ଡ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ। ଜୟ, ମାନେ ସେଇ ଚୈତନ୍ୟ ମହାପ୍ରଭୁ ହଉଛନ୍ତି, ସେଇ ହଉଛନ୍ତି ରାଜା, ସେ ନିଜେ କୃଷ୍ଣ କଳିଯୁଗରେ। ତେଣୁ ଏଇଭଳି ଆମେ ଦେଖିଲେ ଯେ ଭଗବାନ ହଉଛନ୍ତି ବହୁତ ଦୟାଳୁ। ସେ ବିଭିନ୍ନ ସମୟରେ ଆସୁଛନ୍ତି, ନିଜେ ହୁଅନ୍ତୁ ବା ଅବତାର ନେଇକି ହୁଅନ୍ତୁ, ଭକ୍ତ ମାନଙ୍କୁ ଖୁସି କରିବା ପାଇଁ, ଆନନ୍ଦ ଦେବା ପାଇଁ ଏବଂ ତାଙ୍କୁ ମୁକ୍ତି ଦେବା ପାଇଁ। ଫଳରେ ସେମାନେ ଚାଲିଯିବେ କୋଉଠିକି? ଭଗବତ ଧାମ। ଏଇ ହଉଛି ତାଙ୍କର କୃପା। ଏବଂ ତାଙ୍କର କୃପା ମଧ୍ୟ ଯେ ଆମକୁ ସେ ଭଗବତ ଗୀତା ଦେଇଛନ୍ତି, ଯାହାର ମାନେ ସାହାଯ୍ୟରେ ଆମେ ମୁକ୍ତି ପାଇପାରିବା, ଯଦି ଆମେ ତାକୁ ଅନୁସରଣ କରିପାରିବା, ବୁଝିବା, ପଢିବା ଏବଂ ଅନୁସରଣ କରିପାରିବା, ତାହେଲେ ଆମେ ଚାଲିଯିବା ଭଗବତ ଧାମ।
ତେଣୁ ଏଇଭଳି ଭଗବାନ ଆମେ ଏଠି ଦେଖିଲେ ଯେ କୃଷ୍ଣ ଆବିର୍ଭାବ ହଉଛନ୍ତି, ଆସନ୍ତି, ସେ ତାଙ୍କର ଲୀଳା କରନ୍ତି। କିନ୍ତୁ ଯେତେବେଳେ ଏଇ ଲୀଳା ଭଗବାନଙ୍କର ଏଇ ଲୀଳାକୁ ଯିଏ ବୁଝୁଛି, ତାଙ୍କର ଏଇ ଯୋଉ ଆବିର୍ଭାବ ବା ଜନ୍ମକୁ ଯିଏ ବୁଝୁଛି, ତା ଜୀବନରେ କଣ ହବ ସେ କଥା ଭଗବାନ ନେକ୍ସଟ ଶ୍ଲୋକରେ କହିବେ, ପରବର୍ତ୍ତୀ ଶ୍ଲୋକରେ। ତେବେ ଆଜି ସମୟ ହେଇଛି, ଆମେ ଏଠି ରହିବା। ତେବେ କାଲି ଗୋଟେ ବହୁତ ଶୁଭ ଦିନ। କାଲି କଣ କିଏ କହିପାରିବେ? ଅକ୍ଷି ତୃତୀୟା। ହଁ, ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାର କଣ ମହତ୍ଵ, କଣ ତାର ଗୁରୁତ୍ଵ କଣ, କିଏ ଜାଣିଛନ୍ତି? ଅକ୍ଷୟ, ରଥ କାମ ଷ୍ଟାର୍ଟ ହୁଏ। ଆଜ୍ଞା ରଥ କାମ ଷ୍ଟାର୍ଟ ହୁଏ। ବୁଝିପାରିଲେନି? ରଥଯାତ୍ରାର ରଥ କାମ ଷ୍ଟାର୍ଟ ହୁଏ ପୁରୀରେ। ଆଚ୍ଛା, ହଁ, ସିଏ ବି ହୁଏ, ସେ ଗୋଟେ କାମ ଆରମ୍ଭ ହୁଏ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଏଇଟା ଗୋଟେ ଶୁଭ ଦିନ, ସେଥିପାଇଁ ସମସ୍ତେ କଣ କରନ୍ତି, ଏଇ ଦିନଟିକୁ ଅପେକ୍ଷା କରିଥାନ୍ତି ତାଙ୍କ ଜୀବନର ଯେତେ କାମ ସବୁ ଏଇଥିରେ ଆରମ୍ଭ କରିବା ପାଇଁ। ଇଏ କାହିଁକି, ମାନେ ଏଇଠୁ ଆକ୍ଚୁଆଲି ୟାର ଇମ୍ପୋର୍ଟାନ୍ସ ହଉଛି, ଏଇଠୁ ଯୁଗ ଆରମ୍ଭ ହେଇଥିଲା, ତ୍ରେତୟା ଯୁଗ ଏଇଠୁ ଆରମ୍ଭ ହେଇଥିଲା। ପରଶୁରାମଙ୍କର ଆବିର୍ଭାବ ଏଇ ଦିନ, ଯୋଉ ଗଙ୍ଗା ଆସିଥିଲେ ଏ ଧରତୀକୁ, ଏଇ ଦିନରେ ଆସିଥିଲେ, ଏଇ ଅକ୍ଷୟ ତୃତୀୟା ଦିନ। ଏବଂ ସୁଦାମା ଯୋଉ ଯାଇଥିଲେ କୃଷ୍ଣଙ୍କ ପାଖକୁ ଏବଂ ତାଙ୍କର ଭବିଷ୍ୟତ ବଦଳି ଦେଇଥିଲେ କୃଷ୍ଣ, ଏଇ ଦିନରେ ପାଣ୍ଡବ ମାନଙ୍କୁ ଦେଇଥିଲେ ସୂର୍ଯ୍ୟ ଦେବତା ଅକ୍ଷୟ ପାତ୍ର, ଏଇ ଦିନରେ। ଏମିତି ବହୁତ ତାର ଅଛି। ବ୍ୟାସଦେବ ମଧ୍ୟ ଲେଖିଥିଲେ ମହାଭାରତ ଏଇ ଅକ୍ଷୟ ତୃତୀୟା ଦିନରେ। କୁବେର ମଧ୍ୟ ଯୋଉ ଧନ ପ୍ରାପ୍ତ କରିଥିଲେ ବା ତାଙ୍କୁ ଯୋଉ ପୋଜିସନ ଦିଆ ହେଇଥିଲା ଯେ ସେ କଷ୍ଟୋଡିଆନ ଅଫ ୱେଲ୍ଥ ହେବେ, ଏଇ ଦିନରେ ଅକ୍ଷୟ ତୃତୀୟା। ଏବଂ ଯୋଉ ଅନ୍ନପୂର୍ଣ୍ଣା ଦେବୀ ଯିଏ, ସେ ମଧ୍ୟ ଏଇ ଦିନ ତାଙ୍କର ଆବିର୍ଭାବ ହେଇଥିଲା। ଏଇ ଗୋଟେ ଦିନ ଯୋଉଠି ଆମର ଜୀବନର ଯୋଉ ପ୍ରସ୍ପରିଟି, ସକ୍ସେସ୍ ବା ଫର୍ଚ୍ୟୁନ କେବେ ହେଲେ କମେନି। ଏଇ ଦିନରେ ଆମେ ଯାହା କରିବା ଆମର ବଢିବ, ଏଇଟା କୁହାଯାଏ, ଅସ୍ପିସିୟସ୍ ବୋଲିକି କୁହାଯାଏ। ଏବଂ ଏଇ ଦିନରେ ଆମେ ଯାହା ଦାନ କରିବା ସେ ହବ ସବୁଠୁ ମହତ୍ଵପୂର୍ଣ୍ଣ ଦାନ। ସବୁଠୁ ବଡ ଦାନ ଦୁନିଆରେ କଣ? କିଏ କହିପାରିବ? ଆଇ ୱିଲ୍ ବି ହ୍ୟାପି ଯଦି କିଏ କହିଦବ। ଅନ୍ନଦାନ। ସେ ତ ଠିକ ଅଛି, ସେ ଦାନ, କିନ୍ତୁ ସେ ହଉଛି ଭୌତିକ ଦୃଷ୍ଟି କୋଣରୁ। ସବୁଠୁ ବଡ ଦାନ ହଉଛି ଯୋଉ ଆଧ୍ୟାତ୍ମିକ ଜ୍ଞାନ ଦାନ। ଇଏ ହଉଛି ସବୁଠୁ ସ୍ପିରିଚୁଆଲ ନଲେଜ। ତେଣୁ କାଲି ଯିଏ ଧରନ୍ତୁ କରୁଛି ବସିକି, ତାର ମାନେ ଭଗବତ ଗୀତା ଭଲ କି ପଢୁଛି, ଭଲ ମାନେ ଜପ ବେଶୀ ରାଉଣ୍ଡ କରୁଛି, ତାର ଆଧ୍ୟାତ୍ମିକ ଜୀବନର ପ୍ରଗତି ହବ। ଇଏ ହଉଛି ଇମ୍ପୋର୍ଟାଣ୍ଟ। ତେଣୁ କାଲି ଏଇଭଳି ଷ୍ଟେପ ନିଆଯାଉ ଅକ୍ଷୟ ତୃତୀୟା ଦିନ। ହଉ, ଆଜି ଆମର ସମୟ ହେଇଛି, ବିରାମ କରିବା। ग्रंथराज श्रीमद् भगवत गीता की जय, श्रील प्रभुपाद की जय, गौर भक्त वृंद की जय। हरे कृष्ण।